ଗୋଟିଏ ପୁରୁଣା ଗାଁ ଶେଷରେ ଗୋଟିଏ ପୁରୁଣା ମନ୍ଦିର ଥିଲା। କେହି ସେଠାକୁ ଯାଉନଥିଲେ। କୁହାଯାଏ ବର୍ଷ ବର୍ଷ ଧରି ସେଠାରେ ଜଣେ ସନ୍ଥ ଧ୍ୟାନ କରୁଥିଲେ ଏବଂ ମୃତ୍ୟୁ ପରେ ମନ୍ଦିରରେ ତାଙ୍କ ଆତ୍ମା ଭଗବାନଙ୍କ ସହିତ ରହିଗଲା। ଏହି କାହାଣୀର ଆରମ୍ଭ ହେଉଛି ଜଣେ ଯୁବକ ରାଘବ ଠାରୁ। ରାଘବ ଗଭୀର ଭକ୍ତିରେ ବିଶ୍ୱାସ କରୁଥିଲା, କିନ୍ତୁ ଭଗବାନଙ୍କୁ ଦେଖିବା ଇଚ୍ଛା ତାଙ୍କ ମନରେ ଜନ୍ମ ନେଲା। ସେ ଶୁଣିଲେ ଏହି ମନ୍ଦିରରେ ଯେ ରାତି 12ଟାରେ ଧ୍ୟାନ କରେ ସେ ଭଗବାନଙ୍କ ସ୍ୱର ଶୁଣିପାରେ। ଲୋକମାନେ ଭୟରେ ହସିଲେ, କିନ୍ତୁ ରାଘବ ନିଷ୍ପତ୍ତି ନେଲେ, ଭୟ ନୁହେଁ, ମୁଁ ସତ୍ୟ ଜାଣିବି। ସେ ଏକ ଦୀପ ନେଇ ମନ୍ଦିରରେ ଯାଇ ପହଞ୍ଚିଲେ। ରାତି ନୀରବ, କେବଳ ପବନର ଶବ୍ଦ। ସେ ଆଖି ବନ୍ଦ କରି ଧ୍ୟାନରେ ବସିଗଲେ। ଅଚାନକ ତାଙ୍କ ଦୀପ ଆପେ ଆପେ ଜଳିଲା। ମନ୍ଦିର ଭିତରେ ଏକ ଶାନ୍ତ ସ୍ୱର ଗୁଞ୍ଜିଲା, ଭକ୍ତି ଯେଉଁଠି, ସତ୍ୟ ସେଇଠି, ଦର୍ଶନ ଆବଶ୍ୟକ ନାହିଁ। ରାଘବ ଆଖି ଖୋଲିଲେ। ସେ ଦେଖିଲେ ସେହି ସନ୍ଥଙ୍କ ଛାୟା ଭଗବାନଙ୍କ ମୂର୍ତ୍ତି ତଳେ ଜଗମଗାଉଛି। ତାଙ୍କ ଶରୀର କମ୍ପିଲା, ଚକ୍ଷୁ ଜଳ ଝରିଲା ଏବଂ ସେ ବୁଝିଲେ ଦର୍ଶନ ନୁହେଁ, ଅନୁଭବ ହେଉଛି ଭଗବତ ସଂସ୍ପର୍ଶ। ସେ ମାଟିରେ ପଡ଼ି ନମସ୍କାର କଲେ। ଯେତେବେଳେ ସେ ଉଠିଲେ ମନ୍ଦିର ଶାନ୍ତ ଥିଲା, କିନ୍ତୁ ମନ ଭିତରେ ସେହି ସ୍ୱର ଗୁଞ୍ଜି ରହିଲା, ଭଗବାନ ଦେଖାଯାଆନ୍ତି ନାହିଁ, ଅନୁଭବ ହୁଅନ୍ତି। ତେଣୁ ସତ୍ୟ ଭକ୍ତିରେ ଦର୍ଶନ ଆସେ ନାହିଁ, ଭଗବାନ ନିଜେ ହୃଦୟରେ ଉତ୍ତର ଦିଅନ୍ତି।